ଆଜିର ପ୍ରସଙ୍ଗ ଶିଶୁ ଶ୍ରମ ଦୂରେଇବା ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନରେ ମୁଁ ସରିତା ସାହୁ। ମଣିଷ ଜୀବନରେ ସବୁଠାରୁ ସୁନ୍ଦର ଓ ନିଷ୍ପାପ ସମୟ ହେଉଛି ପିଲାଦିନ। ହସ ଖେଳ, ନିଷ୍ପାପ ସ୍ୱପ୍ନ ଆଉ ଜ୍ଞାନର ଆହରଣ ମାଧ୍ୟମରେ ଏକ ଶିଶୁ ଭବିଷ୍ୟତର ମଣିଷ ପାଇଁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ସମଗ୍ର ବିଶ୍ୱରେ ଏବେ ମଧ୍ୟ କୋଟି କୋଟି ଶିଶୁ ନିଜର ଜୀବିକା ଓ ଜୀବନ ରକ୍ଷା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି। ଶୈଶବର ସୁନ୍ଦର ଅନୁଭୂତିରୁ ସେମାନେ ବଞ୍ଚିତ। ହାତରେ ଖେଳନା ଓ ପାଠପଢ଼ା ସାମଗ୍ରୀ ବଦଳରେ ରହୁଛି କାରଖାନାର ଭାରି ହାତୁଡ଼ି, କୋଇଲା ଖଣିର ଯନ୍ତ୍ରପାତି କିମ୍ବା ଖାଇବା ଦୋକାନର ଅଇଁଠା ବାସନ। ଯେଉଁ ବୟସରେ ସେମାନେ ବିଦ୍ୟାଳୟକୁ ଯିବା କଥା କିମ୍ବା ପିତାମାତାଙ୍କ ସ୍ନେହ ଆଦରରେ ଲାଳିତ ପାଳିତ ହେବା କଥା, ସେ ସମୟରେ ପିଲାମାନେ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ବର୍ତ୍ତମାନର ଆଧୁନିକ ଦୁନିଆରେ ଶିଶୁ ଶ୍ରମିକଙ୍କ ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ 16 କୋଟିରୁ ଅଧିକ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍ ପ୍ରତି 10 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଶ୍ରମ ଜୀବନର ଶିକାର ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ 7 କୋଟି 90 ଲକ୍ଷ ଶିଶୁଙ୍କର କାର୍ଯ୍ୟସ୍ଥଳୀରେ ରହିଛି ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ। ଅନ୍ୟ ପ୍ରକାରେ ଦେଖିବାକୁ ଗଲେ ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଏହି ପରିସ୍ଥିତି କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି। ଏଭଳି ସାମାଜିକ ବ୍ୟାଧି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। 2002 ମସିହାରେ ଆନ୍ତର୍ଜାତିକ ଶ୍ରମ ସଂଗଠନ ପ୍ରଥମ କରି ଏହି ଦିବସ ପାଳନ କରିଥିଲା। ଶିଶୁ ଶ୍ରମର ଭୟାବହତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଏବଂ ଏଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1989 ମସିହାରେ ଜେନେଭା ସମ୍ମିଳନୀରେ ଶିଶୁଙ୍କ ଅଧିକାର ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା। ସେଥିରେ ଶିଶୁଙ୍କର 54ଟି ଅଧିକାର ଉପରେ ଲେଖା ପ୍ରସ୍ତୁତ ହୋଇ ସେହି ଅନୁସାରେ ସଂଶୋଧିତ ଆଇନ ପ୍ରଣୟନ କରିବାକୁ ସମ୍ମିଳନୀରେ ଉପସ୍ଥିତ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତାବ ଆଧାରରେ ଇତିମଧ୍ୟରେ 196ରୁ ଅଧିକ ଦେଶ ସଂଶୋଧିତ ଆଇନ ପ୍ରଣୟନ କରିସାରିଛନ୍ତି। ଶିଶୁ ଶ୍ରମିକ ଭଳି କୁପ୍ରଥାର କେତେକ ସାମାଜିକ ଓ ଅର୍ଥନୈତିକ କାରଣ ମଧ୍ୟ ରହିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପିତାମାତାଙ୍କର ସମ୍ବଳର ଅଭାବ ଏହାର ଏକ ପ୍ରମୁଖ କାରଣ ହୋଇଥାଏ। ସେହିଭଳି ଅଶିକ୍ଷା ଏବଂ ସଚେତନତାର ଅଭାବ ପିଲାଙ୍କୁ ଶ୍ରମ କ୍ଷେତ୍ରକୁ ବାଟ କଢ଼ାଇ ନେଇଥାଏ। ପିତାମାତା ଶିକ୍ଷାର ମହତ୍ତ୍ୱ ବୁଝି ନ ପାରିବା ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ବୟସ୍କଙ୍କ ଅପେକ୍ଷା ସ୍ୱଳ୍ପ ମଜୁରୀ ଦେଇ ପିଲାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଇବାର ଲାଭ ବ୍ୟବସାୟୀ ଗୋଷ୍ଠୀଙ୍କୁ ଶିଶୁ ଶ୍ରମିକ ନିୟୋଜିତ କରିବାରେ ପ୍ରୋତ୍ସାହିତ କରିଥାଏ। ପିଲାମାନେ ମଧ୍ୟ ସେମାନଙ୍କ ଉପରେ ହେଉଥିବା ଶୋଷଣର ପ୍ରତିବାଦ କରିପାରନ୍ତି ନାହିଁ। ଏପରିକି ପରିବାରର ମୁଖ୍ୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ଅସହାୟ ହେଉ ପଡ଼ୁଥିବା ଶିଶୁମାନେ ବାଧ୍ୟ ହୋଇ ଏଭଳି ପଥ ଆପଣେଇଥାନ୍ତି। ତେଣୁ ପ୍ରକାରାନ୍ତେ ଦେଖିବାକୁ ଗଲେ ଶିଶୁ ଶ୍ରମିକ କେବଳ ଗୋଟିଏ ଜୀବନ ନୁହେଁ, ବରଂ ସମାଜକୁ ନଷ୍ଟ କରିଦେଇଥାଏ। ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହ ଭବିଷ୍ୟତ ଜୀବନ ସମ୍ପୂର୍ଣ୍ଣ ଦାରିଦ୍ର୍ୟର କଷାଘାତ ତଳେ ବିତାଇବାକୁ ପଡ଼ିଥାଏ। ଫଳରେ ପରବର୍ତ୍ତୀ ପିଢ଼ି ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିଗତ, ପାରିବାରିକ, ଆଞ୍ଚଳିକ ତଥା ଦେଶ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ। କାରଣ ଆଜିର ଶିଶୁ ହେଉଛି ଆସନ୍ତାକାଲିର ଭବିଷ୍ୟତ। ଶିଶୁ ଶ୍ରମିକ କ୍ଷେତ୍ରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି। ସମ୍ବିଧାନର ଧାରା 24 ଅନୁଯାୟୀ 14 ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ କୌଣସି ଖଣି, କାରଖାନା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ। ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2016 ଅନୁଯାୟୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କରାଗଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଶିଶୁ ଅଧିକାର ଆଇନ ଅଧୀନରେ ସରକାର 6ରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ା ପ୍ରତି ପିଲାଙ୍କୁ ଆକର୍ଷିତ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରେ, ଶିଶୁ ଶ୍ରମିକ ପ୍ରଥା ହେଉଛି ସମାଜ ପାଇଁ ଏକ କଳଙ୍କ। ଏହି ପ୍ରଥାଠାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଜରୁରୀ। ଶିଶୁ ଶ୍ରମ ଦୂରେଇବା ଏବଂ ଭବିଷ୍ୟତ ବଞ୍ଚାଇବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।